ଆଜି ଜେଜେଙ୍କ ପାଇଁ ପ୍ରସ୍ତୁତ କରୁଛି ରସମ। ଚାଲନ୍ତୁ ଦେଖିବା ମୁଁ ଏଇ ଟମାଟୋ ରସମ କେମିତି ତିଆରି କରିଲି। ପ୍ରଥମେ ଟମାଟୋକୁ ଧୋଇ କାଟି ତାକୁ ପ୍ରେସର କୁକରରେ ପାଣି ଦେଇକି 2ଟା ହୁଇସିଲ୍ ଯାଏ ବସେଇଦେଲି। ତାପରେ ରସମ କରିବା ପାଇଁକି କିଛି ରସୁଣ, ଶୁଖିଲା ଲଙ୍କା, ଜିରା, ଗୋଲମରିଚ ଆକୁ ନେଇକି ସବୁ ମୁଁ କୁଟିଦେଲି, ଯେମିତି ଦରଦରା କୁଟିବେ, ପୁରା ପାଲିସ ହବନି। ତାପରେ ଯେଉଁ ପ୍ରେସର କୁକରରେ ସିଝିଥିଲା ଟମାଟୋ ତାକୁ ସ୍ମାସରରେ ତାକୁ ଟିକେ ଚାପି ଚୁପି ଦେଲି। ତା ଦେହରୁ ସବୁ ଯେଉଁ ଚୋପା ଥିଲା ତାକୁ ସବୁ ମୁଁ ଛାଣିକି ବାହାର କରିଦେଲି। ଭଲ ଭାବରେ ଛାଣିଦେବେ ଯେମିତି ତା ଦେହରେ କିଛି ରହିବ ନାହିଁ। ତାପରେ ମୁଁ ତେନ୍ତୁଳି ପାଣିକି ରଖିଥିଲି, ତେନ୍ତୁଳି ପାଣି ତା ଦେହରେ ମିଶାଇଦେଲି। ଯେଉଁ ମସଲା ଛେଚା ହେଇଥିଲା ତାକୁ ମଧ୍ୟ ତା ଦେହରେ ପକାଇଦେଲି। ଅଧା ପକାଇଲି, ଆଉ ଅଧା ରଖିଲି ଛୁଙ୍କ। ଲୁଣ ପକାଇଦେଲି, ଆଉ କିଛି ହଳଦୀ ପକାଇଦେଲି। ତାପରେ ତାକୁ ଗୋଳେଇ ଗାଳେଇକି ତାକୁ 7 ମିନିଟ୍ ଖଣ୍ଡେ ଆମେ ବସେଇଦେବା ଚୁଲିରେ। ତାକୁ ମଝିରେ ମଝିରେ ଘାଣ୍ଟି ଦେଉଥିବେ, ସେ ମସଲାଟା ଏମିତି ହେବ। ତାପରେ ଆମେ ଛୁଙ୍କ ଦେବା, ତେଲ ପକାଇବା, ତେଲରେ ଲଙ୍କା ପକାଇ, ଜିରା ପକାଇ, ଯେଉଁ ମସଲା ଛେଚା କରିଥିବୁ ତାକୁ ପକାଇବା, ଆଉ ହେଙ୍ଗୁ ମଧ୍ୟ ପକାଇକି ଆଉ ଭୃଷଙ୍ଗ ପତ୍ର ପକାଇଦେବା, ତାକୁ ଛୁଙ୍କ ମାରିଦେବା। ସେଇ ଛୁଙ୍କଟାକୁ ଆମେ ରସମରେ ପକାଇ ଦେଇକି ଆମର ଏବେ ରସମ ତିଆରି ହେଇଗଲା। ରସମ ଏବେ ଦେଖନ୍ତୁ କେମିତି ଦେଖାହେଉଛି। ତାପରେ ଆମେ କିଛି କଟା ଧନିଆ ପତ୍ର ତାକୁ ମଧ୍ୟ ନେଇକି ପକାଇଦେବା। ଏବେ ଆମର ରସମ ପୁରା ପ୍ରସ୍ତୁତ ହେଇଗଲା। ଜେଜେଙ୍କ ପାଇଁକି ବାଢ଼ିଦେବା। ଜେଜେ ରସମ ଖାଇକି କହିବେ କ'ଣ ହେଇଛି, କେମିତି ଲାଗୁଛି। ତାଙ୍କ ପାଇଁ ମୁଁ ସାଧା ସିଧା ଆଜି ଆମର ହେଇଛି, ବାଢ଼ି ଦେଇଛି। ଡାକିବା ଜେଜେଙ୍କୁ। ଆଉ ବଢ଼ା ହେଲାଣି, ଖାଇବା ଆସ। ଆରେ ଇଏ କେମିତି କ'ଣ ହେଇକି ଆସୁଛ? ସାବଧାନ ନା, ତୁମ ପରି ଛୋଟ ପିଲାଟିଏ ସେଇଆ। ହଉ, ଇଏ କ'ଣ ହେଇକି ଆସିଛ? ହଉ ବସିଲି। ହଉ ବସ, ଖାଅ। ଆଉ ଆପଣମାନଙ୍କର ଅନୁରୋଧ କ୍ରମେ ଜେଜେମା ଆଜି ସାଉଥ୍ ଷ୍ଟାଇଲ୍ର ଯେଉଁ ରସମଟା ତିଆରି ହେଇଛି ଆପଣମାନଙ୍କୁ ଦେଖେଇଲେ। ଆପଣମାନେ ସବୁ ଦେଖିଲେ। ପ୍ରକୃତରେ କହିବାକୁ ଗଲେ ସାଉଥ୍ର ଯେଉଁ ଚାରୁ ହେଉ, ସମ୍ବର ହେଉ କି ରସମ ହେଉ, ବହୁତ ବଢ଼ିଆ ଲାଗେ ଖାଇବାକୁ। ହଁ, ତ ଆମର ଯେମିତି ଓଡ଼ିଶାରେ କାଞ୍ଜିଟା ଯେମିତି ବହୁତ ଭଲ ଲାଗେ ଖାଇବାକୁ, ସେମିତି ଏସବୁ ଜିନିଷ ଖାଇଲେ ଆପଣମାନଙ୍କୁ ବହୁତ ବଢ଼ିଆ ଲାଗିବ। ଆଜି ଏକଦମ ପିଓରଲି ସାଧା ସିଧା ଖାଇବା। ପୁରା ସାଧା ସିଧା। କ'ଣ ନା, ଭାତଟିଏ ହେଇଛି, ରସମ ଟିକେ ହେଇଛି, କଲରା ଆଳୁ ସୋରିଷ ବଟା ଦେଇ ଭଜା ହେଇଛି, ଖଡ଼ା ଶାଗ ଖଡ଼ା ହେଇଛି, କାକୁଡ଼ି, ଏଇଟା ବୋଧେ ଆଳୁ ବରା ହେଇଛି। ପୁରା ସାଧା ସିଧା ଖାଇବା ବି ଉଚିତ ବେଳେବେଳେ। ମାନେ ମୁଁ ସୋମବାର, ମଙ୍ଗଳବାର ଆଉ ଗୁରୁବାର, ଶନିବାର ଏସବୁ ଦିନ ମାନଙ୍କରେ ଆଇଁଷ ଖାଏ ନାହିଁ, ପିଓରଲି ସାଧା ଖାଏ। ଯାହା ଯେମିତି ହଉ, ଆଜି ଯେଉଁ ଜେଜେମା ତୁମମାନଙ୍କର ରସମ ତିଆରି କରି, ମୋର ଭାରି ରସମ ପ୍ରିୟ ବା। ହଁ ବା, ବହୁତ ରସମ ପ୍ରିୟ। ରସମ ହଉ, ଏଇ ଯେଉଁ ସମ୍ବର, ଯେଉଁ ଦୋସା ସାଙ୍ଗରେ ସମ୍ବର ମୋତେ ଭାରି ବଢ଼ିଆ ଲାଗେ ଖାଇବାକୁ। ଚଟଣି, ସମ୍ବର, ଦୋସା ବଢ଼ିଆ ଲାଗେ ଖାଇବାକୁ। ସାଉଥ୍ର ଖାଇବା ମାନେ ଏଇ ଯେଉଁ ଦୋସା ହେଉ, ଇଟଲି ହେଉ ବା ଉପମା ହେଉ, ଆପଣମାନେ ଖାଇବେ ସାଉଥ୍ ସାଇଡ଼୍ରେ, ବହୁତ ବଢ଼ିଆ ଲାଗିବ। ତୁମର ତ ସାଉଥ ଖାଇବା ପସନ୍ଦ। ଆଉ ହଁ, ମୋତେ ସାଉଥ୍ ଖାଇବା ବହୁତ ପସନ୍ଦ। ସାଉଥ ମିଲ୍, ସାଉଥ ମିଲ୍ ବି ଖାଇବାକୁ ପସନ୍ଦ। ହଁ, ସାଉଥ୍ ମିଲ୍ ବି ମୁଁ ବେଳେବେଳେ ହୋଟେଲରୁ ନେଇ ଆସେ, ଖାଏ ବସିକି। ଗୋଟେ ଜିନିଷ ମୁଁ ତ ବ୍ରହ୍ମପୁର ଯାଇଥିଲି, ସକାଳୁ ଜଳଖିଆ ଖାଇବି ମିକ୍ସଚର ମାନେ କ'ଣ, ପୁରୀ, ବରା, ଉପମା, ଆଉ ତାପରେ ହାଲୁଆ, ତାପରେ ଘୁଗୁନି, ମାନେ ତାକୁ କହନ୍ତି ଚଣା ତରକାରୀ, ସମ୍ବର, ସବୁ ମିଶାଇକି ସେମାନେ କ'ଣ ମିକ୍ସଚର କରିଦିଅନ୍ତି। ବରା ଦେଇକି ଗୋଟେ ମିକ୍ସଚର କରେ, ଖାଇବାକୁ ବଢ଼ିଆ ଲାଗେ। ସତରେ ବହୁତ ବଢ଼ିଆ ଲାଗେ। ତେଣୁ ଆଜିର ଯେଉଁ ଖାଇବାଟା ହେଇଛି ଆପଣମାନଙ୍କୁ ଖାଇକି କହିବି ନା କେମିତି କ'ଣ କରିଛନ୍ତି। ରସମଟା ତ କେମିତି କ'ଣ ହେଇଛି ମୁଁ କହିବି ନିଶ୍ଚିତ। ଭାତରେ ରସମଟାକୁ ଏମିତି ଢାଳି ଦିଅନ୍ତି, ଆଉ କିଛି ଦରକାର ହୁଏନି ଯେଉଁ ଆମର ସାଉଥ୍ ବାଲା ଆମର ଖାଆନ୍ତି। ଗୋଟିଏ ଅସୁବିଧା ହେଇଛି, ମୁଁ କହୁଛି, ତାଙ୍କର ଅରୁଆ ଭାତ ସେମାନେ ଖାଆନ୍ତି। ଅରୁଆ ଭାତରେ ଦହି ରସମ ପକାଇ ଖାଆନ୍ତି, କିନ୍ତୁ ଆଜି ଆମର ଉଷୁନା ଭାତଟା ହେଇଛି। ଯାହା ଯେମିତି ଆମେ ତ ଉଷୁନା ଖାଉଛୁ, ଉଷୁନା ଭାତ ହେଇଛି କରିଦେଇଛନ୍ତି, ତା ସାଙ୍ଗେ ରସମଟା କରିଛନ୍ତି। ଏସବୁ ଜିନିଷ ଖାଇକି ତାପରେ ରସମଟା ପିଇକି ଆପଣମାନଙ୍କୁ କହିବି। ଖଡ଼ା ସାଙ୍ଗରେ ରସୁଣ ପକେଇକିରି କରିଦେବେ, ବଢ଼ିଆ ଲାଗିବ। ଆଳୁ ବରା ବଢ଼ିଆ ହେଇଛି, ବଢ଼ିଆ ହେଇଛି। ଆଉ କଲରା ସୋରିଷ ବଟା ଦେଇ ବଢ଼ିଆ ହେଇଛି, ବହୁତ ବଢ଼ିଆ ହେଇଛି ଏକଦମ। ମୁଖ୍ୟ ରହିଲା ରସମଟା ଆପଣମାନଙ୍କୁ ପିଇକିରି କହୁଛି କେମିତି କ'ଣ ଲାଗୁଛି। ପିଇବା ଟିକେ।
ରାଗୁଆ ରାଗୁଆ ହେଇଛି, ବଢ଼ିଆ ଲାଗୁଛି, ଆମ୍ବିଳା ଆମ୍ବିଳା ଲାଗୁଛି। ଓ ଓ ଫାର୍ଷ୍ଟ କ୍ଲାସ୍, ଫାର୍ଷ୍ଟ କ୍ଲାସ୍। ଆପଣମାନେ ଘରେ ଏଇ ରସମ କରି ଖାଇବେ ଆଉ ମୋତେ କମେଣ୍ଟରେ ଜଣେଇବେ।